मुताबिक दुनिया 2025 में ही खत्म होने वाली है और हमारे पास बस कुछ ही दिन बचे हैं। इस शख्स का नाम है एबो नोआ, जो घाना का रहने वाला है। एबो नोआ का कहना है कि उसे ऊपर से एक अजीब और साफ इशारा मिला। इस इशारे के मुताबिक 25 दिसंबर 2025 से दुनिया में एक ऐसी बारिश शुरू होगी। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଗୋଟିଏ ବିଷୟ ମୁଁ ଆପଣଙ୍କୁ ଜଣାଇ ଦେବା ପାଇଁ ଚାହେଁ। ଭିଡ଼ିଓକୁ ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଅନେକ ଭାଇ ଏବଂ ଭଉଣୀମାନେ ଅଛନ୍ତି ଯେଉଁମାନେ କି କେବଳ ଥମ୍ବନେଲ୍କୁ ଦେଖିକି ସେମାନେ ଏ ଭିଡ଼ିଓକୁ ଜଜ୍ କରିବା ଆରମ୍ଭ କରିଦିଅନ୍ତି ଏବଂ କମେଣ୍ଟରେ ସେମାନେ କ'ଣ କରନ୍ତି, ଉଲ୍ଟା ସିଧା କମେଣ୍ଟ କରନ୍ତି। ଆଉ ଏମିତି ତୁମେ କାହିଁକି କହୁଛ, ଏମିତି ତ ବାଇବେଲରେ ଲେଖା ହେଇଯାଇନି, କିନ୍ତୁ ସେମାନେ ପୁରା ଭିଡ଼ିଓ ସେମାନେ ଦେଖନ୍ତି ନାହିଁ। ଆଉ ସେଥିପାଇଁ ମୋର ବିଶେଷ ଅନୁରୋଧ, ଭିଡ଼ିଓକୁ ଦୟାକରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ତାପରେ ଆପଣ ଯାହା ହେଲେ ବି ଆପଣ କମେଣ୍ଟ କରିପାରିବେ। ତେବେ ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଭିଡ଼ିଓକୁ ଆମେ ଆରମ୍ଭ କରିବା। ସାଉଥ ଆଫ୍ରିକାର ଘାନା ବୋଲି ଗୋଟେ ଜାଗା ଅଛି। ସେ ଜାଗାରେ ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କର ନାଁ ହେଉଛି ଇବୋ ନୋଆ। ଇବୋ ନୋଆ ବା ଓଡ଼ିଆରେ ଆମେ ତାକୁ କହିପାରିବା ନୋହ ବୋଲି କହିପାରିବା। ଯେହେତୁ ବାଇବେଲରେ ନୋହଙ୍କ ବିଷୟରେ ଲେଖା ଅଛି, ନୋହଙ୍କର ଜଳପ୍ଲାବନ ଏବଂ ନୋହଙ୍କ ଦ୍ୱାରା କେମିତି ଜାହାଜ ନିର୍ମାଣ ହେଲା ଏବଂ ସେଇ ଜାହାଜ ଭିତରେ କେମିତି ପଶୁମାନେ ପକ୍ଷୀମାନେ ପ୍ରବେଶ କଲେ, ସମସ୍ତ ବିଷୟ ବାଇବେଲରେ ଲିଖିତ ରହିଅଛି। ତେବେ ପ୍ରିୟ ବନ୍ଧୁଗଣ, ଏଠାରେ ଯେଉଁ ନୋହ ନାମକ ଯେଉଁ ବ୍ୟକ୍ତି ଜଣକ ଅଛନ୍ତି ଇବୋ ନୋଆ, ସେ ମଧ୍ୟ ଦାବି କରନ୍ତି ଯେ ପୁରାତନ ନିୟମରେ ନୋହଙ୍କ ସମୟରେ ଯେମିତି ଜଳ ପ୍ଲାବନ ହୋଇଥିଲା, ଯେମିତି 40 ଦିନ 40 ରାତ୍ରି ଯେମିତି ଜଳ ପ୍ଲାବନ ହେଲା, ଆଉ ପୃଥିବୀ ଯେମିତି ସେହି ସମୟରେ ବୁଡ଼ିକି ରହିଥିଲା, ଆଉ 2025 ମସିହା ଆଉ ଡିସେମ୍ବର ମାସ 2025 ମସିହା ଡିସେମ୍ବର 25ରେ ମଧ୍ୟ ସେମିତି ଏକ ବହୁତ ବଡ଼ ବନ୍ୟା ଆସିବ। ଆଉ ବହୁତ ବଡ଼ ବନ୍ୟା ଆସିବ, ଆଉ ଏଇ ବନ୍ୟାରେ ପୁରା ପୃଥିବୀ ପୁରା ଜଳ ପ୍ଲାବନରେ ବୁଡ଼ିକି ରହିବ, ଯେମିତି ନୋହଙ୍କ ସମୟରେ ଘଟିଥିଲା। ଏକଥା ମୁଁ କହୁନାହିଁ ପ୍ରିୟ ବନ୍ଧୁଗଣ, ଏକଥା କହୁଛନ୍ତି ଇବୋ ନୋଆ, ସାଉଥ ଆଫ୍ରିକାର। तो इस इंसान ने ये दावा किया है कि 25 दिसंबर को पूरी दुनिया खत्म होने वाली है और वो दुनिया को तबाही से बचाने के लिए शिप बना रहा है। जी हाँ, घाना का रहने वाला इबो नोआ क्लेम करता है कि उसे भगवान से विजन मिला है और भगवान ने उसे बताया कि 25 दिसंबर को मैसिव फ्लड आने वाला है, क्योंकि 25 दिसंबर को ऐसी बारिश शुरू होगी कि वो चलती ही रहेगी, रुकेगी नहीं, और उसका काम है लोगों को बचाने के लिए शिप्स बनाना। और भाई मजाक नहीं है, ये इंसान अभी तक 8 बड़ी शिप्स भी बना चुका है और हर शिप में 5000 लोग आ सकते हैं और टोटल यूज हुए हैं 2.5 लाख वोटिंग पैनल्स। और अब ट्विस्ट तो ये है कि इबो नोआ का कहना है कि सिर्फ घाना के लोग ही नहीं बल्कि पूरी दुनिया से लोग यहाँ आ सकते हैं और उसे ज्वाइन कर सकते हैं। और फिर आता है सबसे खतरनाक क्लेम। वो बोलता है कि एक ऐसी शिप भी है जिसमें 7 करोड़ लोग आ सकते हैं। इतने नहीं, इस इंसान ने अब दिन रात फास्टिंग पे है और दिन रात मेहनत करके शिप बनाई वो, ताकि दुनिया को ये बचा सके। इबो नोआ के टिकटॉक में भी फॉलोवर्स मिलियन में पहुंच चुके हैं और इंटरनेट अब ऑब्वियसली जो है 2 हिस्सों में स्प्लिट हो गया है। कुछ इसे सपोर्ट कर रहे हैं तो कुछ इसे जो है इसे मजाक में ले रहे हैं और कुछ फालतू से बोल रहे हैं। आपको क्या लगता है इबो नोआ के इस क्लेम को लेकर, इस दावे को लेकर? कमेंट सेक्शन में आप जरूर बताएं। ତାଙ୍କର କହିବାର ଅର୍ଥ ହେଉଛି ଯେ ପରମେଶ୍ୱର ତାଙ୍କୁ ଏକ ପ୍ରକାଶନ ଦେଲେ, ତାଙ୍କୁ ଦର୍ଶନ ଦେଲେ, ଦର୍ଶନ ଦେଇକି ତାଙ୍କୁ କହିଲେ ଯେ ତୁମେ ଜାହାଜ ନିର୍ମାଣ କର, ଜାହାଜ ନିର୍ମାଣ କର, ଆଉ ଯିଏ ବିଶ୍ୱାସ କରିକି ଜାହାଜ ଭିତରେ ପ୍ରବେଶ କରିବ ସେ ଜଳ ପ୍ଲାବନ ରକ୍ଷା ପାଇବ। କାରଣ ପୃଥିବୀ ଆଉ ଥରେ କ'ଣ ହେବାକୁ ଯାଉଅଛି, ଜଳ ପ୍ଲାବନରେ ସମଗ୍ର ପୃଥିବୀ ବୁଡ଼ିବା ପାଇଁ ଯାଉଅଛି। କିନ୍ତୁ ପ୍ରିୟ ବନ୍ଧୁଗଣ, ମୋତେ ଏକଥା ଶୁଣିକି ମୋତେ ବହୁତ ଆଶ୍ଚର୍ଯ୍ୟ ଲାଗୁଅଛି। ଆଶ୍ଚର୍ଯ୍ୟ ଲାଗିବାର କାରଣ ହେଉଛି ଯେ ଇବୋ ନୋଆଙ୍କର ଏହି ବାଣୀକୁ ଶୁଣିକି, ଏ ଭବିଷ୍ୟତ ବାଣୀକୁ ଶୁଣିକି ଅନେକ ଲୋକମାନେ ସେ ଜାହାଜକୁ ଦେଖିବା ନିମନ୍ତେ ଏବଂ ସେ ଜାହାଜରେ ପ୍ରବେଶ କରିବା ନିମନ୍ତେ ସେମାନେ ବାହାରିଲେଣି। ତେବେ ପ୍ରିୟ ବନ୍ଧୁଗଣ, ବାକ୍ୟ କ'ଣ କହେ? ଯେତେବେଳେ ପରମେଶ୍ୱର ସମଗ୍ର ପୃଥିବୀକୁ ଜଳ ପ୍ଲାବନରେ ବିନଷ୍ଟ କଲେ, ତାପରେ ଯେତେବେଳେ ସେ ଇନ୍ଦ୍ରଧନୁ ସ୍ଥାପନ କଲେ,
ସେତେବେଳେ ପରମେଶ୍ୱର ଗୋଟେ ପ୍ରମିସ୍ କରିଥିଲେ, ଗୋଟେ ଶପଥ କରିଥିଲେ। ଆପଣଙ୍କ ମନେ ଅଛି? ନିଶ୍ଚୟ ଆପଣଙ୍କର ମନେ ଥିବ ଯଦି ଆପଣ ରେଗୁଲାର ବାଇବଲ ପଢ଼ୁଥିବେ। ସେହି ସମୟରେ ପରମେଶ୍ୱର କହିଲେ ଯେ ଆମେ କେବେ ବି ପୁନର୍ବାର ଏମିତି ପୃଥିବୀକୁ ଜଳ ଦ୍ୱାରା ବିନଷ୍ଟ କରିବା ନାହିଁ। ଅଲରେଡ଼ି ପରମେଶ୍ୱର ପୁରାତନ ନିୟମରେ ନୋହଙ୍କ ସମୟରେ ଶପଥ କରିଦେଇଥିଲେ, ପ୍ରମିସ୍ କରିଥିଲେ ଯେ ଆମେ ଆଉ ଥରେ ମାନେ ଜଳ ପ୍ଲାବନରେ ଏ ପୃଥିବୀକୁ ଆମେ ବିନଷ୍ଟ କରିବା ନାହିଁ। କିନ୍ତୁ ଦେଖନ୍ତୁ ଆଜିକାଲି ଏମିତି କିଛି ଭ୍ରାନ୍ତ ଶିକ୍ଷକମାନେ ବାହାରିଲେଣି ଯେଉଁମାନେ କି ବାଇବେଲ ବାହାରୁ ପ୍ରଚାର କରୁଛନ୍ତି। ଏବଂ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏହି ଇବ ନୋହାଙ୍କର ଭବିଷ୍ୟତବାଣୀରେ ବିଶ୍ୱାସ କରିକି ଅନେକ ଭାବିଦେଲେଣି ହଁ ସତରେ ଆଉ ଥରେ ଜଳ ପ୍ଲାବନ ହେବ। ତେବେ ଆପଣ କ'ଣ ଭାବୁଛନ୍ତି ଏମିତି ଲୋକମାନଙ୍କ ବିଷୟରେ? ମୁଁ କହିବି ଏମିତି ଲୋକମାନେ ଟୋଟାଲ ବାଇବଲ ହିଁ ସେମାନେ ପଢ଼ନ୍ତି ନାହିଁ। ବାଇବଲ ପଢ଼ନ୍ତି ନାହିଁ, ଫଳରେ ବାକ୍ୟ କ'ଣ କହୁଅଛି, ଆଜିକାଲିର ଭବିଷ୍ୟତ ବକ୍ତାମାନେ କ'ଣ କହୁଛନ୍ତି ଏବଂ ବାକ୍ୟ କ'ଣ କହୁଛି ସେହି ବିଷୟକୁ ସେମାନେ ତର୍ଜମା କରନ୍ତି ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଆପଣ ବି ଯଦି ଏମିତି ନ୍ୟୁଜ୍ କେବେ ପାଇଛନ୍ତି ଯେ ପୃଥିବୀ ବିନଷ୍ଟ ହେବ ଜଳ ପ୍ଲାବନରେ, 40 ଦିନ 40 ରାତି ବର୍ଷା ହେବ, ଚାଲ ଆମେ ଇବ ନୋହାଙ୍କର ଜାହାଜରେ ପ୍ରବେଶ କରିବା, ତେବେ ପ୍ରିୟ ବନ୍ଧୁଗଣ ଆପଣ ରହିଯାଆନ୍ତୁ। ଏମିତି ଭବିଷ୍ୟତ ବକ୍ତାମାନଙ୍କର ଭବିଷ୍ୟତବାଣୀରେ ବିଶ୍ୱାସ କରିକି ଆପଣ ଆପଣଙ୍କର ସମୟ ଏବଂ ଅର୍ଥକୁ ଆପଣ ଖର୍ଚ୍ଚ କରନ୍ତୁ ନାହିଁ, ତାକୁ ବରବାଦ କରନ୍ତୁ ନାହିଁ। କାରଣ ସମୟ ହେଉଛି ବହୁତ ମୂଲ୍ୟବାନ। ବରଂ ଏହି ସମୟକୁ ଆପଣ ବାଇବଲ ଅଧ୍ୟୟନରେ ଏବଂ ପ୍ରଭୁଙ୍କ ସେବା କାର୍ଯ୍ୟରେ ଆପଣ ବିନିଯୋଗ କରନ୍ତୁ। ତେବେ ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରିବେ। ଇବ ନୋହା ଯେଉଁ ଜାହାଜ ତିଆରି କରିଛନ୍ତି ସେହି ଜାହାଜରେ କମ୍ ସେ କମ୍ 5,000 ରୁ 10,000 ଲୋକମାନେ ପ୍ରବେଶ କରିପାରିବେ ଏବଂ କେହି କେହି କହନ୍ତି 25,000 ରୁ 30,000 ଲୋକ ଆରାମରେ ସେ ଜାହାଜ ଭିତରେ ପ୍ରବେଶ କରିବେ। ଆଉ ଇବ ନୋହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 9ଟି କି 10ଟି ଜାହାଜ ସେ ନିର୍ମାଣ କରି ସାରିଲେଣି। ତେବେ ପ୍ରିୟ ବନ୍ଧୁଗଣ, ଡିସେମ୍ବର 25 ଆଉ କେତେ ଦିନ ରହିଲା? ପ୍ରାୟ ଅଳ୍ପ ଦିନ ବାକି ଅଛି। ତେବେ ଇବ ନୋହା ତାଙ୍କର ମତ ହେଉଛି ସମସ୍ତେ ଆସ ଜାହାଜ ଭିତରେ ପ୍ରବେଶ କର ଏବଂ ତୁମେ ରକ୍ଷା ପାଅ। ଆଉ ସେହି ସମୟରେ ନୋହ ଯେମିତି ଲୋକମାନଙ୍କୁ ଡାକରା ଦେଉଥିଲେ, ମୁଁ ସେମିତି ତୁମମାନଙ୍କୁ ଡାକୁଛି ତୁମେମାନେ ଆସ ଜାହାଜ ଭିତରେ ତୁମେମାନେ ପ୍ରବେଶ କର। କିନ୍ତୁ ପ୍ରିୟ ବନ୍ଧୁଗଣ, ଏଇଟା ଟୋଟାଲ ହେଉଛି ଏକ ଭ୍ରାନ୍ତ ଶିକ୍ଷା ଅଟେ। এটা ভুল শিক্ষা অটে। এই শিক্ষা মধ্যে কৌশি সত্যতা না যে আউ থরে জলপ্লাবন হব, কারণ পরমেশ্বর কিন্তু পুরাতন নিয়মে যেতবে সে জলপ্লাবন করাইলে পরমেশ্বর বাইবেলরে অলরেডি কহি অছন্তি বাক্য মাধ্যমে যে আউ থরে পৃথিবী জলপ্লাবନରେ বিনষ্ট হব না। কেমিতি বিনষ্ট হব? অগ্নি দ্বারা হি বিনষ্ট হব যেতবে প্রভু যীশুখ্রিস্টଙ୍କର দ্বিতীয় আগমন হব। তবে প্রিয় বন্ধুগণ, এমিতি নিউজটারু আপন দূরেইকি রুহন্তু এবং এমিতি ভ্রান্ত শিক্ষার আপন বিলকুল পড়ন্তু না। ଆଉ ଯେଉଁମାନେ ସେ ଜାହାଜରେ ପ୍ରବେଶ କରିବା ନିମନ୍ତେ ବାହାରିଲେଣି, ମୁଁ 100% ମୁଁ ଗ୍ୟାରେଣ୍ଟି ଦେଉଛି ପ୍ରିୟ ବନ୍ଧୁଗଣ, ସେମାନେ ବିଲକୁଲ ବାଇବେଲକୁ ଖୋଲି ନାହାନ୍ତି ତାଙ୍କ ଜୀବନରେ, କିମ୍ବା ଜଳ ପ୍ଲାବନ ବିଷୟରେ ସେମାନେ ବିଲକୁଲ ପଢ଼ି ନାହାନ୍ତି ଯେ ପରମେଶ୍ୱର କ'ଣ ପ୍ରତିଜ୍ଞା କରିଥିଲେ। ତେବେ ଆପଣ କ'ଣ ଭାବୁଛନ୍ତି, ପରମେଶ୍ୱର କ'ଣ ତାଙ୍କର ପ୍ରତିଜ୍ଞାକୁ କ'ଣ ଭାଙ୍ଗିବେ? ବିଲକୁଲ ନୁହେଁ। ସୂର୍ଯ୍ୟ ପଛେ ପଶ୍ଚିମ ଦିଗରେ ଉଦୟ ହେବା ସମ୍ଭବ, କିନ୍ତୁ ପରମେଶ୍ୱର ତାଙ୍କର ପ୍ରତିଜ୍ଞାକୁ ଭାଙ୍ଗିବେ ଏହା ଅସମ୍ଭବ ଅଟେ। ସମସ୍ତ ନମସ୍କାର। ଏ ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ, କାରଣ ଏଇଟା ଅର୍ଜେଣ୍ଟ ନ୍ୟୁଜ୍ ଅଟେ ସମସ୍ତଙ୍କ ନିମନ୍ତେ। ଆଉ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।